କଥା ହେଉଛି କଟକ ହେଉଛି ଗୋଟେ 1000 ବର୍ଷର ଗୌରବର ସହର, ପୁରୁଣା ରାଜଧାନୀର ସହର। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକର ଜନ୍ମମାଟିର ସହର, ବିଜୁବାବୁଙ୍କର ଜନ୍ମମାଟିର ସହର ଏଟା। ଆଉ କର୍ମମାଟିର ସହର। ବିଜୁବାବୁ ରାଜନୈତିକ ଜୀବନ, ସ୍ୱାଧୀନତା ସଂଗ୍ରାମ ପରବର୍ତ୍ତୀ ଅବସ୍ଥାରେ ସ୍ୱାଧୀନତା ପରେ ଦେଶ ଶାସନ ପରେ ଓଡ଼ିଶା ରାଜନୀତିର ସବୁ କାର୍ଯ୍ୟ ଏଇଠୁ ନିରନ୍ତର ଭିତରେ ଆନନ୍ଦ ଭବନ। ନବୀନ ବାବୁ ମଧ୍ୟ ପାଠ ପଢ଼ି ବାଲ୍ୟ ଜୀବନଟା ଏଇଠି ଅତିବାହିତ କରିଛନ୍ତି। କଟକକୁ ନୂଆ ରୂପରେଖ ଦେଖିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାହିଁଛନ୍ତି। ସେଥିପାଇଁ ମୁଁ ଏମ୍ପି ଥିଲି, ମୋତେ ଡକରା ଆସିଲା, ମୁଁ ଏଠି ମେୟର ଭାବରେ ଆସିଲି ଏବଂ କଟକ ଯେଉଁ ରୂପରେଖ ବଦଳାଉଛନ୍ତି ତାହା ଜାତୀୟ ମାନଚିତ୍ରରେ ଏକ ମାନେ ନୂଆ ରୂପରେଖରେ ନ୍ୟାସନାଲ୍ ଲେଭେଲରେ ଏତେ ଡେଭଲପମେଣ୍ଟ ଏତେ ରାପିଡଲି ହେଇନି। ଆପଣ ଦେଖିବେ 2 ବର୍ଷ ଭିତରେ ନେତାଜୀ ବସ୍ ଷ୍ଟାଣ୍ଡରେ ଜାତୀୟ ବସ୍ ଷ୍ଟାଣ୍ଡ ସାଙ୍ଗେ ସମାନ 2 ବର୍ଷ ଭିତରେ। ସେ ଯିଏ ପୂର୍ବତନ ଏମ୍ପି ଥିଲେ ଭର୍ତ୍ତୃହରି ବାବୁ, ଯିଏ ବର୍ତ୍ତମାନ ବିଜେପିର ମଙ୍ଗଦର୍ଶକ, ସିଏ କହିଲେ ଏଇଟା ଜାଗା ସେଠି ନାହିଁ, ଏଇଟା ଆବାସ୍ତା। ବିଜେପିରେ ଥାଇକି ଏମ୍ପି ଥାଇକି 2021 ମସିହାରେ ଯେତେବେଳେ ଆମେ ଫାଉଣ୍ଡେସନ ଷ୍ଟୋନ୍ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ମୁଁ ରାଜ୍ୟସଭାରେ ଏମ୍ପି ଥାଏ, ଫାଉଣ୍ଡେସନ ଷ୍ଟୋନ୍ ପକାଇଥିଲି। 1.5 ବର୍ଷରେ କମ୍ପ୍ଲିଟ୍ ହେଇଗଲା ନୂଆ ବସ୍ ଷ୍ଟାଣ୍ଡ। ଇଏ ହେଉଛି କଟକର ନୂଆ ପରିଚୟ, ଜାତୀୟ ମାନଚିତ୍ର। ତାଳଦଣ୍ଡା କେନାଲ ଦେଖିବେ କରୋନା ସମୟଠୁ ଆରମ୍ଭ କରି ଜାତୀୟ ମାନଚିତ୍ର ଯାଉଛି। ତାଳଦଣ୍ଡା କେନାଲ କେଇ ହଜାର କୋଟି ଟଙ୍କା ବିନିଯୋଗରେ ନୂଆ ରୂପରେ ବସ୍ତି ବାସିନ୍ଦାକୁ ସ୍ଥାୟୀ ଘର ଦେବା, ପ୍ରତିକାର କରିବା ଏବଂ ତାଳଦଣ୍ଡା କେନାଲକୁ ଗୋଟେ ମୁଖ୍ୟ ସ୍ରୋତରେ ଆଣିବା ପାଇଁ ଦୀର୍ଘ ଦିନ ଅଭ୍ୟାସ ଥିଲା କଟକବାସୀଙ୍କର। ରିଙ୍ଗ ରୋଡ ହେଉଛି, ଏମ୍ସ ପ୍ଲସ୍ ହେଉଛି, ଭାରତବର୍ଷ ତୃତୀୟ ବୃହତ୍ତମ ଚିକିତ୍ସା କେନ୍ଦ୍ର ହେଉଛି ଏମ୍ସ ପ୍ଲସ୍ କଟକ। 8ଟା ରାଜ୍ୟର ଲୋକ ନିର୍ଭର କରିବେ, ପୃଥିବୀର ପିଲା ଗବେଷଣା କରିବାକୁ ଆସିବେ। ସେ ଅହଙ୍କାର କଟକ ମୁଁ 50 ବର୍ଷ ପାଖାପାଖି 78 ମସିହାରେ କଟକ ରାଜନୀତି ସହିତ ପ୍ରତ୍ୟେକ ଭାବରେ ସଂସାର ଜୀବନ ସମ୍ପର୍କ। ମୁଁ ଓଡ଼ିଶାର ପ୍ରଖ୍ୟାତ ବ୍ୟକ୍ତିତ୍ୱ କଟକ ବାରବାଟୀ ଯିଏ ନେତା ଥିଲେ, MLA ବି ଥିଲେ ସେତେବେଳେ, ବିଶ୍ୱନାଥ ପଣ୍ଡିତ, 78 ମସିହା କଥା କହୁଛି। ତାଙ୍କ ବେଳେ ତ୍ୟାଗୀ ମୁଁ ତାଙ୍କ ସାଙ୍ଗରେ 20 ବର୍ଷ କାମ କରିଛି। ଏମିତି ଲୋକ ପାଇବା ବିରଳ ଓଡ଼ିଶାର। ସେ ତତ୍କାଳୀନ ଜନତା ପାର୍ଟିର ସେ MLA ଥିଲେ ଏବଂ ସଭାପତି ମଧ୍ୟ ଥିଲେ, ରାଜ୍ୟ ସଭାପତି। ଏ ହେଉଛି କଟକର ଗୌରବ। କଟକବାସୀ 3 ବର୍ଷ ପରେ 80 ମସିହାରେ ପୁଣି ଚେଞ୍ଜ ହେଇଗଲା, କଂଗ୍ରେସ ଶ୍ରୀକାନ୍ତ ପଣ୍ଡା ଆସିଲା। ଏ ଅହଙ୍କାର ମୁଖ୍ୟମନ୍ତ୍ରୀ ରହିବା ଉଚିତ। କୌଣସି ମୁଁ ଦେଖିଲି ବିଶ୍ୱନାଥ ପଣ୍ଡିତଙ୍କ ପରେ ଆସିଲେ ଶ୍ରୀକାନ୍ତ ପଣ୍ଡା ପରେ ଆସିଲେ ମୁସ୍ତାଫିଜ ଅହମଦ, ମୁସ୍ତାଫିଜକୁ ସମୀର ଦେ 10 ବର୍ଷ 15 ବର୍ଷ ଧରି ରହିଲେ। ତାପରେ ଆସିଲେ ସମୀର ଦେଙ୍କ ପରେ ଆସିଲେ ଦେବାଶିଷ ସାମନ୍ତରାୟ, ତାପରେ ମୁଖ୍ୟମନ୍ତ୍ରୀ। ମୁଁ 6 ଜଣ 7 ଜଣ ଦେଖିଲି 50 ବର୍ଷ ଭିତରେ। ଏବଂ 71-72 ମସିହାରେ ନନ୍ଦିନୀ ଶକ୍ତି ତତ୍କାଳୀନ ମୁଖ୍ୟମନ୍ତ୍ରୀ, ତାଙ୍କ ସହିତ ବି ବ୍ୟକ୍ତିଗତ ସମ୍ପର୍କ ମୋର ମୋର ତ ଘରୋଇ ସମ୍ପର୍କ ତାଙ୍କ ସାଙ୍ଗେ ଆଜି ପର୍ଯ୍ୟନ୍ତ ତାଙ୍କ ପରିବାର ପୁଅ ସହିତ ବି ଅଛି। ସେମି ବାମପନ୍ଥୀ ଆନ୍ଦୋଳନ ଥିଲେ। ମୁଁ ଏ 50 ବର୍ଷ ଭିତରେ ବହୁ ନେତାଙ୍କୁ ଦେଖି ଆସିଛି। କୌଣସି ବେପାରୀ, ବ୍ଲାକ୍ ଲିଷ୍ଟ ବେପାରୀ ଯିଏ ହାଇକୋର୍ଟ ସୁପ୍ରିମକୋର୍ଟରେ ବର୍ଷିତ ହେଉଛି, ଜେଲ୍ ଯାଉଛି, ଘର ଜମି ନେଇଯିବା ଏଭଳି ବ୍ୟକ୍ତିତ୍ୱ କଟକର ବିଧାୟକ ହେଇଗଲେ ବିଭ୍ରାନ୍ତିକର ତଥ୍ୟ ଦେଇଛି। କଟକବାସୀ ଆଜି ଆମେ ନିନ୍ଦିତ ହେଉଛି ସାରା ରାଜ୍ୟରେ। ଦେଶ ଆଗରେ ଏମିତି ଜଣେ ବିଧାୟକ, ତାଙ୍କୁ ପଦକୁ ରଦ୍ଦ କରିଦେବା। ସେଇ ବିଧାୟକ ପଦଟା ରଦ୍ଦ କରିଦେଲା। ସୁପ୍ରିମକୋର୍ଟ କେଇ ଦିନ ପାଇଁ ଷ୍ଟେ ଦେଇଛି, ବିଧାନସଭା ଲଢ଼ିବା ପାଇଁ ମନା କରିଥିଲେ, ନିଜ ଝିଅକୁ ଆଣିଥିଲେ। କିନ୍ତୁ ଏଇଭଳିଆ ଯାହା କୁହନ୍ତି ଅହଙ୍କାର ବକ୍ତବ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଦେବା, 32ଟି ୱାର୍ଡରୁ ଆମେ 28ଟା ୱାର୍ଡରେ ବିଜୟ ଦଳ ହେଇଥିଲେ। ସେ 3800 ଭୋଟରେ ଜିତିଥିଲେ, ଆମେ 30,000 ଭୋଟରେ କଟକ ବାରବାଟୀରୁ ମେୟର ଲିଡ୍ କଲେ ଏବଂ 2ଟି କର୍ପୋରେଟ ସେ ପାଇଲେ। ସେଥିରୁ ସେ ବିଚାର କରୁନାହାନ୍ତି। 2 ବର୍ଷ ତଳେ ଇଏ କଟକବାସୀ ଅହଙ୍କାର କଟକବାସୀ କେବେ ଗ୍ରହଣ କରିପାରନ୍ତି। ଆମେ ନମ୍ରତାର ସହିତ କହୁଛୁ, କଟକବାସୀ ଓଡ଼ିଶାର ବିକାଶରେ କଟକ ଯେଉଁ ରୂପରେଖକୁ ଯାଉଛି ଜାତୀୟ ମାନଚିତ୍ର, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ବଳିଷ୍ଠ ଅବଦାନ। 5T ଅଧ୍ୟକ୍ଷ ଯିଏ ଶ୍ରୀଯୁକ୍ତ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ପ୍ରତି ମାସରେ 2 ଥର ସମୀକ୍ଷା କରୁଛନ୍ତି। ଏବେ ଚଣ୍ଡୀ ମନ୍ଦିର ପୂର୍ଣ୍ଣାଙ୍ଗ ହେଉଛି ନବୀକରଣ ହେବାକୁ ଯାଉଛି। ଶୈଳବାଳା 50 କୋଟି ଟଙ୍କା ପାଇଛି, ନୂଆ ରୂପରେଖକୁ ଯାଉଛି। ଶିଶୁ ଭବନ ଓଡ଼ିଶାର ବୃହତ୍ତମ ଚିକିତ୍ସା କେନ୍ଦ୍ର ନୂଆ ରୂପରେଖକୁ ଯାଉଛି, ଉଦ୍ଘାଟନ ପାଇଁ ଅପେକ୍ଷା କରୁଛି। ସିଟି ହସ୍ପିଟାଲ ଜିଲ୍ଲା ଦପ୍ତର ନୂଆ ରୂପରେଖକୁ ଯାଉଛି। କଟକ ପୁରା ପରିବର୍ତ୍ତନ ଯାଉଛି। ସେଟା କଟକବାସୀ ବିଚାର କରିବା ପାଇଁ ଆମେ କଟକବାସୀଙ୍କୁ ନିବେଦନ କରୁଛୁ। ଜଣେ ସବୁଠୁ କଟକ ପାଇଁ କଳଙ୍କିତ, କେହି ଶହ ପୋଖରୀ ପ୍ରତି କଟକ ବିପଦସ୍ତ କରୁଥିବା ଲୋକ, ହଜାର କୋଟି ଟଙ୍କା ଖାଲି କାମ କରିବା ଏଇ ବ୍ଲାକ୍ ଲିଷ୍ଟେଡ୍ ବିଜନେସ୍ ମ୍ୟାନ୍ ଛଡ଼ା ତାଙ୍କର ପରିଚୟ କଟକ ପାଇଁ କ'ଣ? 5 ବର୍ଷ ଇଟା ଖଣ୍ଡି ଯୋଗି ପାରିଲେ, ତାଙ୍କର ସେ କାପାସିଟି ନାହିଁ। ମାନ୍ୟବର ମୁଖ୍ୟମନ୍ତ୍ରୀ ଚାହିଁଛନ୍ତି କଟକ ବଦଳାଇବା ପାଇଁ, ସେଇଥିପାଇଁ ମେୟରକୁ ପ୍ରତ୍ୟେକ ନିର୍ବାଚନରେ
निर्वाचित करते लोक मैंने मानव मुख्यमंत्री गोटे मेट्रो आसुच्च कटक खूब शीघ्र ये हूँ विचार जातीय मानचित्र कटक करमती नवीन पट्टनायक आउ टीपा टिप्पणी दबा मोहम्मद मुखी शोभा जी कोर्ट द्वारा बसते कईटा दिन पर जेल जी 3 वर्ष कन्विक्शन सी वक्तव्य देवे आ कटकवासी गोटे सपक्ष जानी ये अहंकार कहीं रखा उचित 6 थर एमपी कर लोक ओडिशा रे कहीं ना नवीन पट्टनायक 25 वर्ष होते 6 थर 6 टाइम्स दुर्भाग्य एत बड़ कोरोना पृथ्वी परिचय देला ओडिशा 18टा राज्य ऑक्सीजन ट्रेन पृथ्वी में मरवा मृत्यु हार सब लुस्तर ओडिशा आ सब चिकित्सार भार राज्य सरकार से व्यक्तित्व मानव मुख्यमंत्री नवीन पट्टनायक पार्लियामेंट 25 मिनट भाषण देते गोटे पद ओडिशा संपर्क में उल्लेख करें कि माननीय मुख्यमंत्री नवीन पट्टनायक आठू आउ कौन भर्ती लोकर परिचय आम कहवा यहाँ जहाँ दुर्भाग्य ये व्यक्तित्व ओडिशा राजनीति में पुनर्बार क्षमता जावाई भारतीय जनता पार्टी जाइए मगध आ कौन अधिका कथा कह कार्तिक पांड्यान महोदय जहाँ कहते ये वक्तव्य नुह कार्तिक पांड्यान वक्तव्य नुह यूट्यूब बर्तमान मारे पार्लियामेंट स्पीच बर्तमान आप समस्त देखिपारे ये डॉक्यूमेंट नेशनल पार्लियामेंट वक्तव्य हूँ नेशनल डॉक्यूमेंट जिते आप चाहिए बर्तमान यूट्यूब देखिपारे ये वक्तव्य दिखते आम भी पार्लियामेंट आम वक्तव्य देखिए ओडार कथा को समस्त उच्च प्रशंसा ताली मार्चिंग आम राज्यसभा प्रशंसा बांटते श्रमिक मान कमी नवीन बाबू सुरक्षा देते गरीब लोग सुरक्षा देते कोरोना समय दुर्भाग्य ये व्यक्तित्व से भारतीय जनता पार्टी जो मैंने ब्लाक लिस्ट तड़ा खाऊ विश्वास आस्था हर विभिन्न दागी ये जाऊँगी सी भारतीय जनता पार्टी से विकास कथा कह प्रदीप पाणिग्राही कथा कह गोटे पर गोटे से जाइए 4 पानी जाइए कलंकी दागी लोक को प्रशांत जगदेव आरम्भ कर जहाँ को बीजेपी को क्रिमिनाल दल एमएलए पार्टी तो सस्पेंड कर बाबू से लोग बीजेपी बर्तमान खोलदार प्रार्थी प्रदीप पाणिग्राही एमपी बरहमपुर प्रार्थी कटक प्रार्थी ये हूँ भारतीय जनता पार्टी ये हूँ ओडावासी प्रकृत लोक चिन्हट कर विजु जनता दल पदक्षेप नहीं नवीन बाबू ओडावासी आशा विश्वास कर